ଘୁଦେଗିରିରେ ଅପରେସନ ପ୍ରହାର, ସ୍କୁଲ କଲେଜ ନିକଟ ଦୋକାନରେ ନିଶା ସାମଗ୍ରୀ ଯାଞ୍ଚ। ଦର୍ଶକ ବନ୍ଧୁ ଟିକିନିକି ଖବରକୁ ସ୍ୱାଗତ। କିଶୋରମାନଙ୍କ ମଧ୍ୟରେ ଦିନକୁ ଦିନ ବୃଦ୍ଧି ପାଉଥିବା ନିଶା ସେବନକୁ ରୋକିବା ପାଇଁ କନ୍ଧମାଳ ଜିଲ୍ଲା ପୁଲିସ ପକ୍ଷରୁ ବିଶେଷ ଅଭିଯାନ ଅପରେସନ ପ୍ରହାର ଆରମ୍ଭ କରାଯାଇଛି। ଏହାର ଅଂଶ ରୂପେ ଆଜି ଘୁଦେଗିରି ସହରର ସ୍କୁଲ ଓ କଲେଜ ନିକଟବର୍ତ୍ତୀ ଦୋକାନଗୁଡ଼ିକରେ ନିଶା ସାମଗ୍ରୀ ବିକ୍ରୟ ବିରୋଧରେ ଯାଞ୍ଚ କରାଯାଇଥିବା ଦେଖିବାକୁ ମିଳିଛି। ଥାନା ଏଏସ୍ସି ବିଜୟ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଉପଖଣ୍ଡ ଅଧିକାରୀ ବିଜୟ କୁମାର ବିଶିଙ୍କ ଅଧୀନରେ ଏବଂ ଆରକ୍ଷୀ ଅଧୀକ୍ଷକ ନିର୍ଦ୍ଦେଶକଙ୍କ ପୁଲିସ ଦଳ ଏହି ଅଭିଯାନରେ ପରିଚାଳନା କରିଥିଲେ। ଦଳରେ ଏସ୍ଆଇ ରୂପକ ଦଳାଇ, ଏସ୍ଆଇ ବୁଲୁ ବେହେରା, ବଣ୍ଟି ଦଣ୍ଡିଆ ସହିତ ଆର୍ବିଆଇ ଯବାନମାନେ ଓ କନେଷ୍ଟେବଲ ମାନେ ଯୋଗଦେଇ ଏହି ଯାଞ୍ଚ କରିଥିଲେ। ଏହି ଯାଞ୍ଚ ସମୟରେ କଳିଙ୍ଗ ମହାବିଦ୍ୟାଳୟ ସମ୍ମୁଖ ଦୋକାନଗୁଡ଼ିକ, ପୋଷ୍ଟ ଅଫିସ ଛକ ନିକଟ ଦୋକାନ, ପଦାସାହି ସ୍କୁଲ ନିକଟ ଦୋକାନ, କଳିଙ୍ଗା ଡିଏବି ଗୋଲାସାହି ଛକ ଓ ଅନ୍ୟାନ୍ୟ ସ୍ଥାନରେ ଏହି ଦୋକାନଗୁଡ଼ିକ ମଧ୍ୟରେ ନିଶା କାରବାର କରାଯାଉଥିବା ନେଇ ଘୁଦେଗିରି ପୁଲିସ ଯାଞ୍ଚ କରିଥିବା ଦେଖିବାକୁ ମିଳିଛି। ଏହି ଦୋକାନଗୁଡ଼ିକୁ ସୁନିଶ୍ଚିତ କଡ଼ାକଡ଼ି ଯାଞ୍ଚ କରାଯାଇଥିଲା। କେତେକ ଦୋକାନରୁ ଭାଙ୍ଗ, ଗଞ୍ଜେଇ, ଗୁଟଖା, ସିଗାରେଟ ଓ ଅନ୍ୟାନ୍ୟ ନିଶା ସାମଗ୍ରୀ ଜବତ କରାଯାଇଛି। ପୁଲିସ ଅଧିକାରୀମାନଙ୍କ କହିବା ଅନୁସାରେ ସ୍କୁଲ ଓ କଲେଜ ନିକଟରେ ଥିବା ଦୋକାନୀମାନେ ଯଦି ନିଶା ସାମଗ୍ରୀ ବିକ୍ରୟ କରିବେ ତେବେ ଛାତ୍ରମାନେ ସହଜରେ ପ୍ରଭାବିତ ହେବା ସମ୍ଭାବନା ରହିଥାଏ। ଏହାକୁ ରୋକିବା ପାଇଁ ପଦକ୍ଷେପ ଅପରେସନ ପ୍ରହାର ମାଧ୍ୟମରେ ଲୋକଙ୍କୁ ସଚେତନତା କରାଯାଉଛି। ଆଗାମୀ ଦିନରେ ମଧ୍ୟ ଏହି ଅପରେସନ ଜାରି ରହିବ ଏବଂ ସ୍କୁଲ କଲେଜ ପରିସରକୁ ନିଶା ମୁକ୍ତ କରିବା ପାଇଁ ପୁଲିସ ପ୍ରୟାସ କରୁଛି ବୋଲି ପ୍ରକାଶ କରିଛନ୍ତି। ଦର୍ଶକ ବନ୍ଧୁ, ଟିକିନିକି ଖବରର ଅଧିକ ଅପଡେଟ୍ ପାଇଁ ଟିକିନିକି ଖବରକୁ ସବସ୍କ୍ରାଇବ, ଲାଇକ୍ ଓ ସେୟାର କରିବାକୁ ଭୁଲିବେ ନାହିଁ।